ବଲାଙ୍ଗୀର ପୌର ପରିଷଦ ଇତିହାସ, ସ୍ମୃତି ଓ ପୋଖରୀ ପୁନରୁଦ୍ଧାରର ଏକ ନୂଆ ଅଧ୍ୟାୟ। ରାଜରାଜୁଡ଼ା ସମୟରୁ ବଲାଙ୍ଗୀର ସହର ଅନେକ ଲୋକକଥା, ଇତିହାସ ଓ ସାମାଜିକ ସ୍ମୃତିକୁ ନିଜ ମନରେ ସଂରକ୍ଷିତ କରି ଆସିଛି। ସେହି ସ୍ମୃତିର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଏ ସହରର ପୋଖରୀଗୁଡ଼ିକ। ପୁରୁଣା ପିଢ଼ିର ଏହି ପୋଖରୀଗୁଡ଼ିକ କେବଳ ଜଳାଶୟ ନୁହେଁ, ପାନୀୟ ଜଳ, ଘରୋଇ ବ୍ୟବହାର, ସାମାଜିକ ଜୀବନ ଓ ସହର ପରିବେଶର ଅବିଚ୍ଛିନ୍ନ ଅଂଶ ଥିଲା। କିନ୍ତୁ କାଳକ୍ରମେ ପୋଖରୀ ଭିତରେ ଅନାବନା ଗଛଲତା ଓ ଜଙ୍ଗଲୀ ଉଦ୍ଭିଦର ଅବାଧ ବୃଦ୍ଧି ଜଳର ଗୁଣବତ୍ତାକୁ ଆହୁରି ନଷ୍ଟ କରୁଥିଲା। ବିଭିନ୍ନ ସ୍ଥାନରୁ ଡ୍ରେନ୍ର ଦୂଷିତ ପାଣି ପୋଖରୀ ମଧ୍ୟକୁ ପ୍ରବେଶ କରିବା ଫଳରେ ପୋଖରୀର ଜଳ କ୍ରମଶଃ ପ୍ରଦୂଷିତ ହେଉଥିଲା। ପରିସ୍ଥିତି ଏପରି ଗମ୍ଭୀର ରୂପ ନେଇଥିଲା, ଯଦି ସମୟୋଚିତ ପଦକ୍ଷେପ ନିଆନଯାଏ ତେବେ ଆଗାମୀ ଦିନରେ ଗୁରୁତର ଦୁର୍ଘଟଣା କିମ୍ବା ବଡ଼ ଧରଣର ଜନହାନିର ସମ୍ଭାବନାକୁ ମଧ୍ୟ ଅସ୍ୱୀକାର କରାଯାଇପାରୁନଥିଲା। ତେଣୁ ପୋଖରୀଗୁଡ଼ିକର ପୁନରୁଦ୍ଧାର କେବଳ ସୌନ୍ଦର୍ଯ୍ୟ ବର୍ଦ୍ଧନର ପଦକ୍ଷେପ ନୁହେଁ, ବରଂ ଜନ ସୁରକ୍ଷା, ପରିବେଶ ସୁରକ୍ଷା ଓ ଆଗାମୀ ପିଢ଼ିର ଭବିଷ୍ୟତ ପାଇଁ ଏକ ଅତ୍ୟନ୍ତ ଆବଶ୍ୟକ ପଦକ୍ଷେପ ଥିଲା। ଏହି ପରିପ୍ରେକ୍ଷୀରେ ବଲାଙ୍ଗୀର ପୌର ପରିଷଦର ନିଷ୍ପତ୍ତି କ୍ରମେ ଅନେକ ଜରାଜୀର୍ଣ୍ଣ ପୋଖରୀରେ ସଫେଇ ଓ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହେଲା। ଏହା କେବଳ ଏକ ପ୍ରକଳ୍ପ ନୁହେଁ, ଏକ ସାମୂହିକ ସ୍ମୃତିକୁ ପୁଣି ଜୀବନ୍ତ କରିବାର ପ୍ରୟାସ। ଲର୍କିପାଲି ବନ୍ଧ, କରଙ୍ଗାକଟା ବନ୍ଧ, ନରସିଂହ ବନ୍ଧ, ବେହେରାପାଲି ବନ୍ଧ, ଗେଟ୍ ସରୋବର ବନ୍ଧ, ରାଣୀ ବନ୍ଧ, ପ୍ରତାପ ସାଗର ବନ୍ଧ, ସାଲେପାଲି ବନ୍ଧ, ଘିକୁଡ଼ି ବନ୍ଧ, ତାଲପାଲି ବନ୍ଧ, କନ୍ଦପାଲି ବନ୍ଧ ଓ ମହାରାଣୀ ସାଗର, ଏହି ସମସ୍ତ ପୋଖରୀରେ ପୁନରୁଦ୍ଧାରର ନୂଆ ଆଶା ଜାଗିଲା। ବଲାଙ୍ଗୀର ପୌର ପରିଷଦ ଦ୍ୱାରା ୱାର୍ଡ଼ ବାସିନ୍ଦାମାନଙ୍କୁ ନେଇ ଜଳ ନିଷ୍କାସନ କମିଟି, ବ୍ୟବସ୍ଥା କମିଟି ଓ କାର୍ଯ୍ୟ ତଦାରଖ କମିଟି ସହିତ ସମନ୍ୱିତ ଭାବେ କାର୍ଯ୍ୟ ଚାଲିଲା। ପୋଖରୀରୁ ଜଳ ବାହାରିବା ଆରମ୍ଭ କଲାବେଳେ ଦୃଶ୍ୟଟି ଅବିସ୍ମରଣୀୟ ଲାଗିଲା, ଯେପରି ଶତାବ୍ଦୀର ଅବରୋଧ ଭାଙ୍ଗି ଜଳ ନିଜ ରାସ୍ତାର ଖୋଜି ନେଉଛି। ଅନେକ ବୁଦ୍ଧିଜୀବୀ ଓ ସାଧାରଣ ଲୋକ ଏହି ପଦକ୍ଷେପକୁ ସମର୍ଥନ କରି ଏକତ୍ରିତ ହେଲେ। ବିଭିନ୍ନ ମତ ଓ ବିରୋଧର ସମ୍ମୁଖୀନ ହେଲେ ମଧ୍ୟ କାର୍ଯ୍ୟ ଥମିଲା ନାହିଁ, ବରଂ ଏହି ସମସ୍ତ ପୋଖରୀର ପୁନରୁଦ୍ଧାର କାମ ଆଗକୁ ଆଗକୁ ବଢ଼ି ଚାଲିଲା। ଏହି ପ୍ରୟାସର ଲକ୍ଷ୍ୟ କେବଳ ପୋଖରୀ ସଫା କରିବା ନୁହେଁ, ଲକ୍ଷ୍ୟ ହେଉଛି ଜଳ ସଂରକ୍ଷଣ, ପରିବେଶ ସୁରକ୍ଷା, ସହରର ଐତିହ୍ୟକୁ ବଞ୍ଚେଇବା ଏବଂ ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥ ସହର ଗଢ଼ିବା। ଖୁସିର ବିଷୟ ଏହି ଯେ ସରକାରଙ୍କ ଦ୍ୱାରା ରାଜସ୍ୱ ଆଦାୟ ପାଇଁ ଧାର୍ଯ୍ୟ କରାଇଥିବା ଲକ୍ଷ୍ୟର 100% ଅଧିକ ରାଜସ୍ୱ ଆଦାୟ କରିବାରେ ପୌର ପରିଷଦ ବଲାଙ୍ଗୀର ସଫଳ ହୋଇଛି। ଏହି ସଫଳତାର ଫଳସ୍ୱରୂପ ପୌର ପରିଷଦ 10ଟି ବନ୍ଧର ପୁନରୁଦ୍ଧାର କାର୍ଯ୍ୟ ଏବଂ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ ଆଉ 2ଟି ବନ୍ଧର ଉନ୍ନତିକରଣ କାର୍ଯ୍ୟ ହାତକୁ ନେବାକୁ ସକ୍ଷମ ହୋଇପାରିଛି। ବଲାଙ୍ଗୀର ସହରର ଜଳ ସଂରକ୍ଷଣ, ପରିବେଶ ସୁରକ୍ଷା ଏବଂ ସହରବାସୀଙ୍କ ପାଇଁ ସୁସ୍ଥ ଓ ସୁନ୍ଦର ପରିବେଶ ସୃଷ୍ଟି ଲକ୍ଷ୍ୟରେ ପୌର ପରିଷଦ ପକ୍ଷରୁ ସମସ୍ତ ବନ୍ଧର ପାରିପାର୍ଶ୍ୱିକ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତିକରଣ ପାଇଁ ସରକାରଙ୍କ ନିକଟରେ ସହାୟତା ଆଶା କରାଯାଇଛି। ସବୁଠାରୁ ବଡ଼ ସନ୍ତୋଷର କଥା ହେଉଛି, ଆଜି ପୋଖରୀଗୁଡ଼ିକର ପରିବର୍ତ୍ତିତ ଚିତ୍ର ସାଧାରଣ ଲୋକଙ୍କ ମୁହଁରେ ଖୁସି ଆଣିପାରିଛି, ହସ ଫେରାଇ ଆଣିଛି। ଯେଉଁମାନେ ପୋଖରୀରେ ଗାଧୋଉଛନ୍ତି, ସନ୍ତରଣ କରୁଛନ୍ତି କିମ୍ବା ପୋଖରୀ ହୁଡ଼ାରେ ସକାଳ ଓ ସନ୍ଧ୍ୟାରେ ଚଲାବୁଲା କରି ଏହାର ସୌନ୍ଦର୍ଯ୍ୟ ଉପଭୋଗ କରୁଛନ୍ତି, ସେମାନଙ୍କ ମୁହଁରେ ଆମେ ନୂଆ ଆନନ୍ଦ ଓ ସନ୍ତୋଷ ଦେଖିପାରୁଛୁ। ଆମର ଯେନ୍ म्युनिसिपालिटी वाले स्टेप नेले बंद जेन कुड़ाले बहुत भल कामटे कले। बहुत केते वर्षु तामाने बंदर उन्नतिकरण नहीं हो पारुथाई, तो आगु गाधी नहीं पारुथाई। अरे गोड़ गोड़टे महिला हेले धुईबार लगे अस्कट लगुए।
ପାନ୍ ଥି ଇହାଦେ ଇ ପାନ୍ ପିଇବାକେ ଇଚ୍ଛା ଲାଗୁଛେ ଏତେ ସଫା ହେଇଛେ ଯେ ବହୁତ ଭଲ କାମଟେ ହେଇଛେ ତାମାନେ ଆମର ଇ ଏରିଆରେ ତାମାନେ ମର୍ଣ୍ଣିଂ ୱାକ୍ କରବାର୍ ଲାଗି ବି ତାମାନେ ବହୁତ ସୁବିଧା ହେଇଛି ଆମର ଲାଗି ଆମେ ଡେଲି ଆସୁଛୁ ସବୁଦିନ ଆସୁଛୁ ମର୍ଣ୍ଣିଂ ୱାକ୍ କରୁଛୁ ଇନ ଆଉ ସଫା ସୁତର ସବୁବେଳେ ରହୁଛେ ଆଉ ବନ୍ଧର କଥା କହିବାକେ ଗଲେ ଏକ ନମ୍ବର ତାମାନେ କାମ ହେଇଛି ଯେନ୍ଟାକି ଆମକୁ ବହୁତ ଖୁସି ଲାଗୁଛି ବନ୍ଦକେ ଆସିକରି ଗାଧୁଛୁ ଆମେ ଇଥିର୍ଲାଗି ଆମେ ମ୍ୟୁନିସିପାଲିଟିକେ ଧନ୍ୟବାଦ ଦେବାକେ ଚାହୁଁଛୁ। हाँ आज करमाकटा पोखरी हिड़ उपरे आमर विधायक महोदय अलिकेश नारायण सिंहदेव तांको उपस्थित रे गोटे आलोचना सभा होता बलांगीर विकास बलांगीर बर्तमान जो विकास हो मुख्यतः पौर परिषद तरफ बर्तमान जो सहरांचल पौरांचल जलाशय मानकर पंकोद्धार कार्य एवं ड्रेन मरामती ड्रेन नूतन तैयारी ये सब करा तापरे सौंदर्यकरण तापरे आपणकर रास्ता रे ट्रैफिक छक मानिकरे केमती ताकू खरा दाउरू रक्षा पाइबा बहुत अनेक जिनस उपरे एठी आलोचना होइथिला बहुत लोक जमा होइथिले बलांगीर सहर जे माने प्राय अधिकांश बुद्धिजीवी समस्ते एठी उपस्थित थिले विरोधी दल तार काम करू किंतु डेवलपमेंट को विरोध न करू एटा हमर एथरे किसी द्विमत हबार नहीं कि भी विरोधी दल भी एथरे द्विमत हबार प्रश्न ही उठुना एवं जो हिसाब रे काम चलछि जे केही प्रशंसा करियो जे केही प्रशंसा करियो कारण आपण केही भी कहि परिबे नहीं काम खराब होछि बोली आ हमर आई एस्टिमेशन रे जो काम हम सारा जीवन रे देखि नथिलु बुढ़ा हेलु आसी हमर पेट पूरी जाउछि खुला खुली कथा तेणु आम हिसाब काम ठीक चले बहुत बढ़िया चले से किछि केही बाधा दे पारिबे नहीं डेवलपमेंट काम केही अटकई पारिबे नहीं आम निश्चित भाव एथरे डेवलपमेंट काम रे पूर्ण समर्थन आम देबो। ई जन बैठक टे बसी थिला याद बलांगीर सहर सबू बंध पंक उद्धार काम चली छे आउ आके ई बंध के लेकिरी काଣା काଣା योजना अच्छे सेतार उपरे आमर टिके प्रश्नवाची थिला सेटा आज इने पचराबार सुयोग मिलला आउ जानी हला जे ड्रेन भी हवा रास्ता भी तार उपरे जन जरूरी सन रास्ता तैयारी हवा लाइट पोस्ट माने लगवा आउ जतके काम यहाँ हो जाइए एटा गोटे ऐतिहासिक पदक्षेप केबे नहीं थे थरे के सबू बंद सफा करवाटा मते 70 वर्ष हलान मुई बलांगीर माटी रे ही जन्म इने ही करम आर अच्छे देखिए जे बंध प्रति एते दृष्टि कहीं केते बेले नहीं दी थी आउ जहाँ भी होउथला दरखंडिया काम होउथला से काम रो ठीक ठीक ना नहीं इथर जेनटा होउचे राति दिन लागी करी माने पूरा काम चलैछन आउ बहुत सुंदर हिसाब रे पंक उद्धार काम सरला ना आउ जेन जेनता टिके टिके अच्छे सेटा सरी गले अंततः बलांगीर रो बंद मान को भल पानी टिके चारिआडे मिलवा ଏହି ହସ ଓ ଆନନ୍ଦ ଆମର ସବୁଠାରୁ ବଡ଼ ସଫଳତା କାରଣ ପୋଖରୀ କେବଳ ପାଣିର ଏକ ଜଳାଶୟ ନୁହେଁ ଏହା ସହରର ସ୍ମୃତି ଲୋକଙ୍କର ଜୀବନ ଓ ଆମ ପରିବେଶର ଏକ ଅମୂଲ୍ୟ ଅଂଶ ଏହି ମହତ୍ କାର୍ଯ୍ୟର ସଫଳତା ପାଇଁ ଡାଇରେକ୍ଟର ମ୍ୟୁନିସିପାଲ ଆଡମିନିଷ୍ଟ୍ରେସନ ଶ୍ରୀଯୁକ୍ତ ଅରିନ୍ଦମ ଡାକୁଆଙ୍କ ନିରନ୍ତର ସହଯୋଗ ଓ ସମର୍ଥନ जिलापाल श्री गौरव शिवाजी ईसलवार एवं प्रोजेक्ट डायरेक्टर डुडा श्री तरणୀ सुनांक पुनः पुनः परिदर्शन और प्रोत्साहन एही यात्रा को शक्ति देइछि। एही अवसर रे आमे प्रथमे ओडिशा राज्य सरकार एवं नगर उन्नयन विभाग और जिला प्रशासन बलांगीर को आंतरिक कृतज्ञता और धन्यवाद ज्ञापन करुछु। बलांगीर सहर सामग्रिक विकास प्रति सरकारंकर निरंतर सहयोग और मार्गदर्शन आम पाई सदा प्रेरणार उत्स। एथि सहित बलांगीर सहर समस्त बुद्धिजीवी सचेतन नागरिक सहरवासी एवं पौर परिषदर समस्त सम्मानित परिषद सदस्य और सदस्य माननकु मध्य आमर हृदयरु धन्यवाद और कृतज्ञता ज्ञापन करुछु।
ସମସ୍ତଙ୍କର ସହଯୋଗ, ପରାମର୍ଶ ଓ ସକ୍ରିୟ ସହଭାଗିତା ହିଁ ବଲାଙ୍ଗୀର ସହରର ବିକାଶ ଯାତ୍ରାକୁ ଆହୁରି ଗତିଶୀଳ ଓ ସଫଳ କରିବ। ଧନ୍ୟବାଦ।